ଭାବିଥିଲି ଆଜି ରବିବାରଟା ଟିକେ ନାକୁ ଶୋଇବି 8ଟା ଯାକେ, ହେଲେ କ'ଣ କରିବି, ସେ ମାସେ ମୋ ନିଦଟାକୁ ଭାଙ୍ଗିଦେଲେ। ଏଇଠିକି 8ଟା ବାଜି ଯାଇଥିଲା, ତଥାପି ମୁଁ ଗଲି କାମ କରିବା ପାଇଁ। କାମ କରିବାକୁ ତ ନୁହଁ, ସିଏମକୁ ଦେଖିବା ପାଇଁ, ଯେହେତୁ ସିଏମ୍ ଆମ ପାଖକୁ ଆସିଥିଲେ। ଏଇଠି ଭୋକ ପ୍ରବଳ ହେଇଯାଇଥିଲା, ତେଣୁକରି ଖାଇବାକୁ ପଳେଇଥିଲୁ। ଏଇଠି ଖାଇଦେଇ ସାରିବା ପରେ ଆଉ କ'ଣ କରିବୁ, ବୁଝିବାଟା ପୁଣି ଦେଖାଗଲାଣି, ଯେହେତୁ ମୁଁ ପୁଣି କିଛି ଖାଇନି। ପୁଣି ଥରେ ଗଲୁ ଆମେ ଲୁଚିକି ଦୋକାନରୁ କୋଲ୍ଡ ଡ୍ରିଙ୍କ୍ସ ଆଉ ବରା ପିଆଜ ସବୁ ନେଇକି ଆସିଲୁ। ଏଇଠି ଆସିକି ବସିକି ଗପି କରୁଛୁ ଆଉ କ'ଣ କରିବୁ। ତାପରେ ଭୋକ ପ୍ରବଳ ଏତେ ଯେ ଲକର ପାଖରେ ବସି ଏଇଠି ସମସ୍ତେ ଭାଇ ଭଉଣୀ ମିଶି ଥଣ୍ଡାକୁ ଆଉ ବରା ପିଆଜ ସବୁ ଖାଇଲୁ। ତାପରେ ଏଇଠି ଆସିକି ଫ୍ଲୋରରେ ଟିକେ ଭିଡ଼ିଓ ବନାଇ ଦେଇଥିଲୁ, ଦେଖନ୍ତୁ କେମିତି ଚୁରୁଣି ଭଳି ସେ ଉଣ୍ଡୁଛି। ଏଇଠୁ ଭାଇ ବସିକି ଫୋନ୍ କେଞ୍ଚୁଛନ୍ତି। ତାପରେ ଆମର ହେଇଯାଇଥିଲା ଲଞ୍ଚ ଟାଇମ୍, ଆମେ ଗଲୁ ଖାଇବା ପାଇଁ। ଏଇଠି ସବୁ ଖାଇ ଦେଇକି ଆସିଲୁ। ଆସିଲା ପରେ ସିଏମ୍ଙ୍କ ସହ ଦେଖା ହେଇଗଲା, ବହୁତ ଖୁସି ଲାଗିଲା, ବହୁତ ପାଖରୁ ତାଙ୍କୁ ଦେଖିଲୁ ଆମେ। ତାପରେ ଏଇଠିକି ଆମର 3ଟା ବେଳେ ଛୁଟି ହେଇଯାଇଥିଲା। ଏଠି ବାହାରକୁ ଆସିଲୁ, ଦେଖନ୍ତୁ କି ଖରା ହେଉଛି, 3ଟା ବେଳେ କି ଖରା, ବାପରେ ବାପ। ତାପରେ ଏଇଠି ବସ୍ ପାଇଁ ୱେଟ୍ କରିଥିଲୁ ଖରାରେ କିନି ଛତା ଧରିକି। ତାପରେ ବସ୍ ମିଳିଯାଇଥିଲା, ବସ୍ରେ ବସି ପଡ଼ିଥିଲୁ। ତାପରେ ଦେଖନ୍ତୁ ମୁଁ ଗୋଟେ ଘରକୁ ଆସିଥିଲି, ଯେ ଘର ଆମର ଅଧା କଲର୍ ରହିଛି, ଆଉ ଫୁଲ୍ କଲର୍ ହେଲେ ଦେଖେଇବି। ରହୁଛି ବାଏ, ଟାଟା।